ଭାରତରେ ଟି20 ବିଶ୍ୱକପ୍ ଅନୁଷ୍ଠିତ ହେବ ନାହିଁ। ପ୍ରକାଶ ପାଇଲା ବଡ଼ କାରଣ। ବାଂଲାଦେଶ ଆଇସିସି ମହିଳା ଟି20 ବିଶ୍ୱକପ୍ 2024 ଆୟୋଜନ କରୁଛି। କିନ୍ତୁ ଦେଶର ଘଟୁଥିବା ଅବସ୍ଥାକୁ ଦେଖିଲେ ଲାଗୁଛି ଯେ ବାଂଲାଦେଶ ଟି20 ବିଶ୍ୱକପ୍ ଆୟୋଜନ ହରାଇପାରେ। ଏଥିସହିତ ବାଂଲାଦେଶର ପରିସ୍ଥିତି ଉପରେ ଆଇସିସି ମଧ୍ୟ ନିରନ୍ତର ନଜର ରଖିଛି। ଅନ୍ୟପକ୍ଷରେ ଭାରତ ଓ ଶ୍ରୀଲଙ୍କା କିମ୍ବା ୟୁଏ ଦ୍ୱାରା ଟି20 ବିଶ୍ୱକପ୍ ଆୟୋଜିତ ହୋଇପାରେ ବୋଲି ଖବର ପ୍ରକାଶ ପାଇଥିଲା। ବର୍ତ୍ତମାନ ବଡ଼ ସୂଚନା ଆସୁଛି ଯେ ଟି20 ବିଶ୍ୱକପ୍ 2024 ଭାରତରେ ଅନୁଷ୍ଠିତ ହେବ ନାହିଁ। ବିସିସିଆଇ ସଚିବ ଜୟ ଶାହ ନିଶ୍ଚିତ କରିଛନ୍ତି ଅକ୍ଟୋବରରେ ଆୟୋଜିତ ହେବାକୁ ଥିବା ଆଇସିସି ମହିଳା ଟି20 ବିଶ୍ୱକପ୍ 2024 ପାଇଁ ଅଧିକ ସମୟ ବାକି ନାହିଁ। କିନ୍ତୁ ଏହା ପୂର୍ବରୁ ହିଂସା ଯୋଗୁଁ ବାଂଲାଦେଶର ଅବସ୍ଥା ବିଗିଡ଼ି ଯାଉଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ବାଂଲାଦେଶରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ନେଇ ସନ୍ଦେହ ରହିଛି। ଜୟ ଶାହ ନିଶ୍ଚିତ କରିଛନ୍ତି ବିସିସିଆଇ ଭାରତର 2024 ମହିଳା ଟି20 ବିଶ୍ୱକପ୍ ଆୟୋଜନ କରିବାକୁ ମନା କରିଦେଇଛି। ବାଂଲାଦେଶର ଅବସ୍ଥା ଖରାପ ହେଉଥିବା ଦେଖି ଏହି ପ୍ରଶ୍ନ ଉଠିଥିଲା। ବିଶ୍ୱକପ୍ ସ୍ଥାନାନ୍ତର କରିବାକୁ ଆଇସିସି ପୂର୍ବରୁ ଭାରତକୁ ଏକ ବିକଳ୍ପ ଭାବରେ ବିବେଚନା କରାଯାଉଥିଲା। ତେବେ ଶାହ ବିସିସିଆଇର ଆଭିମୁଖ୍ୟ ସ୍ପଷ୍ଟ। ସେ କହିଛନ୍ତି ଯେ ଆମେ ମୌସୁମୀ ଋତୁରେ ଅଛୁ ଏବଂ ଏହା ବ୍ୟତୀତ ଆସନ୍ତା ବର୍ଷ ମହିଳା ଏକ ଦିବସୀୟ ବିଶ୍ୱକପ୍ ଆୟୋଜନ କରିବୁ। ମୁଁ କୌଣସି ପ୍ରକାର ସୂଚନା ଦେବାକୁ ଚାହେଁ ନାହିଁ ଯେ ମୁଁ କ୍ରମାଗତ ଭାବେ ବିଶ୍ୱକପ୍ ଆୟୋଜନ କରିବାକୁ ଚାହୁଁଛି। ଭାରତ ଏବଂ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ୍ ବିଷୟରେ ଜୟ ଶାହ କହିଛନ୍ତି ଯେ ଆମେ ବାଂଲାଦେଶର ଅଧିକାରୀଙ୍କ ସହ କଥାବାର୍ତ୍ତା କରିନାହୁଁ। ସେଠାରେ ଏକ ନୂତନ ସରକାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେମାନେ ଆମ ସହିତ ଯୋଗାଯୋଗ କରିପାରିବେ କିମ୍ବା ମୁଁ ସେମାନଙ୍କ ସହିତ ଯୋଗାଯୋଗ କରିବି। ବାଂଲାଦେଶ ସିରିଜ୍ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭିଡ଼ିଓଟି ଯଦି ଭଲ ଲାଗିଲେ ଲାଇକ୍ କରିବେ ଏବଂ ପାଖରେ ଥିବା ବେଲ୍ ବଟନକୁ ଦବାଇ ସବସ୍କ୍ରାଇବ୍ କରିବେ, ଯାହାଦ୍ୱାରା କ୍ରିକେଟ୍ ଦୁନିଆର ଖବର ଆମ ଚ୍ୟାନେଲ୍ ମାଧ୍ୟମରେ ସର୍ବପ୍ରଥମେ ଦେଖିପାରିବେ। ବ୍ୟୁରୋ ରିପୋର୍ଟ MK ଓଡ଼ିଶା TV।